ଆସନ୍ତୁ ବୁଲିଯିବା ଐତିହାସିକ ବାଲିଯାତ୍ରା। ତ ଫାଷ୍ଟ ଟାଇମ୍ ଆଜି କଟକ ବାଲିଯାତ୍ରା ଆସିକି ଏମିତି ହବାକୁ ପଡ଼ିଲା କେବେ ଭାବିନଥିଲୁ। ତ ଭିଡ଼ିଓଟି ଦେଖନ୍ତୁ। ଛୁଟିରେ ରହିବେ ଆଉ କଟକରେ ରହି କଟକ ଫେମସ୍ ଦହିବରା ନ ଆଣିବେ ସେଟା କେମିତି ହେଇପାରିବ? ତ ଜୟ ଜଗନ୍ନାଥ ସାଙ୍ଗମାନେ, ୱେଲକମ୍ କରୁଛି ଆଉ ଗୋଟେ ନ୍ୟୁ ଫ୍ରେଣ୍ଡସ୍ ବ୍ଲଗକୁ। ତ ବାବୁ ଆମର ଜିମ୍‌ରେ ଆସି ପହଞ୍ଚିଗଲେ। ତ ମୁଁ କହିଲି ଛୁଟିରେ ଅଛ ଯଦି ଚାଲ ଆଜି ଟିକେ ବାଲିଯାତ୍ରା ମୋତେ ବୁଲେଇ ଆଣ। ହେଲେ ବାଲିଯାତ୍ରା କଥା ସବୁ ଦେଖନ୍ତୁ ମୋତେ କି ପେପର ଦଉଛନ୍ତି। ଫାଷ୍ଟ ତ ଡର ଲାଗିଲା, ହେଲେ କହିଲେ ତାକୁ ପେପର ସବୁ ସାଇଡ୍ କରି ରଖ, ଗୋଟେ ଜାଗାକୁ ଯିବାକୁ ଅଛି। ଘରେ ଛୁଟି ନେଲେ କ'ଣ ହବ, ହେଲେ ଘରେ ସବୁ କାମ କରିବେ। ହେଲେ ଖାଇବାଟା ମୋତେ ଅର୍ଡର ଦେବେ, କିଛି ସମୟ ଠିଆ ହେଲା ପରେ ବାବୁ ଆସି ଖାଇବାଟା ନେବେ। କ'ଣ କରିବା, ପୁଅମାନଙ୍କର ତ ଲାଇଫ୍ ଏମିତିଆ, ଛୁଟି ନେଲେ ବି ଘର କାମ କରିବାକୁ ପଡ଼ିବ। ଆଉ ସେ କେବେ ତାଙ୍କ ନିଜ ପାଇଁ ଛୁଟି ନିଅନ୍ତି ରେଷ୍ଟ କରିବା ପାଇଁ। ଯେଉଁ କାମଟା ବାକି ରହିଯାଇଥିବ ସେଇ କାମ କରିବା ପାଇଁ କେବଳ ଛୁଟି ନେଇଥାନ୍ତି। ଦେଖନ୍ତୁ ଖରାଟାରେ ବି ବାବୁ ଆମର କାମ କରୁଛନ୍ତି। ତ ଫାଇନାଲି ଆମେ ପହଞ୍ଚିଗଲୁ ଯାଇକି ଗ୍ୟାସ୍ ଅଫିସରେ। ଆମର ତ ଅଲରେଡ଼ି ଗ୍ୟାସ୍ ଥିଲା, ହେଲେ ଆମେ 14 ଲିଟର ଗ୍ୟାସ୍ କରିଥିଲୁ, କେବଳ ଛୋଟଟେ କରିଥିଲୁ। କିନ୍ତୁ ବାବୁ କହିଲେ ଏତେ ଛୋଟ ଛୋଟ କରି ବହୁତ ଦିନ ମାନେ ଜଲ୍ଦି ସରିଯାଉଛି, ସେଥିପାଇଁ ଚାଲ ଟିକେ ବଡ଼ ଗ୍ୟାସ୍ଟେ କରିଦେବା। ସେଥିପାଇଁ ଫାଇନାଲି ଗ୍ୟାସ୍ ସବୁ ଡକ୍ୟୁମେଣ୍ଟ ଫିଲ୍ଅପ୍ ହେଇଗଲା, କାଲି ଗ୍ୟାସ୍ଟି ମିଳିବ। ତ ସେଥିପାଇଁ ଆସିଲା ଟାଇମ୍‌ରେ ବାବୁ ମୁଁ ଟିକେ ଆଖୁ ରସ ପିଇ ଦେଇଥିଲୁ। ଆଉ ଘରେ ଆସି ପହଞ୍ଚି ସାରିଲା ପରେ ମୁଁ କିଛି ଅଳ୍ପ ଖାଇବା କରିଥିଲି, ଯେହେତୁ ବାବୁ ଆଜି ବାଲିଯାତ୍ରା ବୁଲେଇ ନେବେ ନା, ସେଥିପାଇଁ ତାଙ୍କୁ ଟିକେ ହାଲକା ଖାଇ ଦେଇକି ରେଡ଼ି ହେଇ ଦୁଇ ଜଣ ଆଜି ବାହାରି ପଡ଼ିଥିଲୁ। ଏତେ ଖରା, ଆପଣ ଭାବୁଥିବେ ଏତେ ଖରାରେ କେମିତି ଯାଉଛନ୍ତି। ଆପଣ ତ ଯେଉଁମାନେ କଟକ ନିଶ୍ଚୟ ଜାଣିଥିବେ, ଯଦି ଆପଣ ଅଉତାଳେ ବାହାରିକି ମାନେ ଦ୍ୱିପହରେ ଗଲେ ବାହାରିକି ତ ନିଶ୍ଚୟ ବାଲିଯାତ୍ରା ଟିକେ ବୁଲି ପାରିବେ, ନହେଲେ ତ ନାହିଁ। ଆଉ ବାଲିଯାତ୍ରାର ରେଟ୍ ମାନେ ଯେଉଁ ଗାଡ଼ି ଆମେ ରଖୁଛନ୍ତି, ବାଇକ୍‌ରେ ରହୁଛି 40 ଟଙ୍କା। ତାହେଲେ ଭାବନ୍ତୁ ଯେଉଁମାନେ କାର୍ ନେଇକି ଆସୁଛନ୍ତି ସେମାନେ କେମିତିକା ରଖୁଥିବେ। କ'ଣ କରିବା, ବୁଲିବାର ଗୋଟେ ଇଚ୍ଛା ଥାଏ ନା, ପଇସା ଦେବାକୁ ହିଁ ପଡ଼େ। ଆଉ ଆମେ ଏମିତିକା ଠକାମି ହେଲୁ, ମାନେ କିଛି ବାଟ ରଖି ସାରିଲା ପରେ ବହୁତ ବାଟ ଆମକୁ ଚାଲିବାକୁ ପଡ଼ିଲା। ଆଉ ଫାଇନାଲି ବାଟ ଆସୁ ବାବୁ କହିଲେ ବହୁତ ଡଷ୍ଟ ଥିବ, ଏତେ ଲୋକ ଯେହେତୁ ନିଶ୍ୱାସ ଟିକେ ବହୁତ ମାନେ କମ୍ ନେବାକୁ ପଡ଼ିବ। ତ ସେଥିପାଇଁ ଫାଇନାଲି 20 ଟଙ୍କା ଦେଇକି ମାସ୍କ ଦୁଇଟା କିଣିଥିଲୁ। ଆଉ ଦେଖନ୍ତୁ ଏତେ ଭିଡ଼, ଇଏ ଟାଇମ୍ ହେଉଛି 5ଟା ଭିତରେ, ଏତେ ଭିଡ଼। ତାହେଲେ ଭାବନ୍ତୁ ରାତି ହେଲେ କୋଉ ଭିଡ଼ ନ ହେବ। ସେଥିପାଇଁ 2-3 ଘଣ୍ଟା ଆମେ ବୁଲାବୁଲି କରୁଥିଲୁ, ବେଶୀ ରହିଥିଲୁନି। ଆମେ ଭୁବନେଶ୍ୱରରେ ରହିବା ଭିତରେ 2 ଥର ବାଲିଯାତ୍ରା ପଡ଼ିସାରିଛି, ହେଲେ ବାବୁ ମୋତେ ଡରେଇଛନ୍ତି ଗାଡ଼ି ଚୋରି ହେଇଯିବ, ଗହଣା ଚୋରି ହେଇଯିବ, ଏଇଆ ଡରେ ଡରେ ମୋତେ ନେଇଥିଲେନି। ହେଲେ ଏଥର ଭାବିଲି ଯେହେତୁ କଟକରେ ରହିଛୁ, ସେ ମଉକାଟା କେମିତି ଛାଡ଼ିବି, ଯେମିତି ହଉ ଆଜି କଟକରେ ଟିକେ ବାଲିଯାତ୍ରା ବୁଲିବେ। ସେଥିପାଇଁ କିଛି ମା ପାଇଁ ଆଉ ମୋ ଭାଣିଜୀ ସମସ୍ତଙ୍କ ପାଇଁ କିଛି କିଣାକିଣି କରିଥିଲୁ। ଆଉ ଏଇ ଜିନିଷଟେ ଆମେ ଥରେ ହିଁ ବସିଥିଲୁ, ଆଉ ଲାଇଫ୍‌ରେ ଆମେ ଦୁଇ ଜଣ ଡିକ୍ଲାର କରିଦେଇଥିଲୁ କି ଜୀବନରେ କେବେ ବସିବୁନି। ସେ ବାବୁ ଟିକେ ବସାବସି କରିଥିଲେ। ଆଉ ବୁଲାବୁଲି କଲା ଭିତରେ ଦେଖନ୍ତୁ କେତେ ଭିଡ଼। ଆଉ ଏ ଗହଳିକୁ ଦେଖି ବାବୁ କହିଲେ ଆଉ ଗୋଟେ ସେକେଣ୍ଡ ରହିବାନି, ଏବେ ଫାଇନାଲି ବାହାରି ଯିବା। ଆଉ ଯେହେତୁ ଏତେ ବାଟ ଆସିଛନ୍ତି, ବିନା ଖାଇବାରେ ତ ଯାଇ ହେବନି। ଯେଉଁ ଜିନିଷଟା ଟିକେ ଲାଇଟଲି ରହିବ ସେଇ ଜିନିଷ ବାବୁ କହିଥିଲେ। ଆଉ କହିଲେ ଯାହା ଖାଇବାର ଅଛି ଟୋଟାଲି କଟକ ଗଲେ ହିଁ ଖାଇବାକୁ ଦେବେ। ଯାହା ହଉ ସ୍ୱାମୀଙ୍କ କଥା ଅବଜ୍ଞା କେବେ କରିବା, ଯାହା ଦେବେ ଖାଇବାକୁ